ना दर्शक बंधु आसतु जानिबा आज स्पेशल खबर रे राति अधरे अफगानिस्तान उपरे बोमा माड़ करिछि पाकिस्तान। आज्ञा हाँ आपण जानिले आश्चर्य हेबे। सोमवार दिन नवेम्बर 24 तारिख रे पाकिस्तान खैबर पख्तून एवं पासवान उपरे एक आत्मघाती आक्रमण करिछि। एहार जवाब रे पाकिस्तानी सेना अफगानिस्तान उपरे एक बड़ आक्रमण करिथिला। एथर किंतु पाकिस्तानी सेना अफगानिस्तान आवासिक अंचल को टार्गेट करथिला। बोमा माड़र आक्रमण रे 10 जन अफगानिस्तान लोकंकर मृत्यु होइथिबार खबर आसुछि। आज्ञा हाँ मृतकों मध्य 9 जन शिशु एवं जड़े वयस्क थिबार जना पड़िछि। फल 10 जनकर मृत्यु होइछि। 10 जनक मध्यरु 9 जन कोमलमती शिशु थिबार जना पड़िछि एवं अफगानिस्तान तालिबान सरकारंकर मुखपात्र जाबिउल्लाह मुजाहिदीनकर अनुଯାୟୀ गतकाली राति 12टा अर्थात अफगानिस्तान 12टा समय अनुଯାୟୀ ଏହି ଆକ୍ରମଣଟି ହୋଇଥିଲା। ପାକିସ୍ତାନର ବାୟୁସେନା ଦ୍ୱାରା ଆଫଗାନିସ୍ତାନ ପ୍ରଦେଶକୁ ଖସ୍ତ ଏବଂ କାନ୍ଦାହାର ଏବଂ ପାକ୍ତିଲବାକୁ ଟାର୍ଗେଟ କରାଯାଇଥିଲା। ଏଥିରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସହିତ 4 ଜଣ ଆହତ ମଧ୍ୟ ହୋଇଛନ୍ତି। ଆଫଗାନିସ୍ତାନର ଆବାସିକ ଅଞ୍ଚଳ ଉପରେ ପାକିସ୍ତାନର ଟାର୍ଗେଟ କାରଣରୁ ପାକିସ୍ତାନର ସେନା ଅକ୍ଟୋବର ମାସରୁ ଆଫଗାନିସ୍ତାନ ଆବାସିକ ଉପରେ ଆକ୍ରମଣ କରିବାକୁ ଟାର୍ଗେଟ କରିଛି ଏବଂ କେତେକ ସମୟରୁ ମଧ୍ୟ ଆକ୍ରମଣ କରିଛି। ଗତ ମାସରେ ଆଫଗାନିସ୍ତାନ ଏକ ବିମାନ ଆକ୍ରମଣ ସମୟରେ ପାକିସ୍ତାନ ସେନା ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଥିଲା, ଯେଉଁଥିରେ 60 ଜଣ ନିରୀହ ଆଫଗାନିସ୍ତାନଙ୍କର ମୃତ୍ୟୁ ହୋଇଥିଲା। ଫଳରେ ତୁର୍କୀ ଏବଂ କତର 2 ଜଣଙ୍କ ମଧ୍ୟରେ ମଧ୍ୟସ୍ଥିତା କରିଥିଲେ ଏବଂ ଯୁଦ୍ଧବିରତି କରିବାକୁ ପ୍ରଚେଷ୍ଟା କରିଥିଲେ। ଏଥିସହିତ 3 ରାଉଣ୍ଡ ବାର୍ତ୍ତା ମଧ୍ୟ କମ୍ପ୍ଲିଟ୍ ହୋଇସାରିଥିଲା, କିନ୍ତୁ ପାକିସ୍ତାନ ପୁଣି ଆଫଗାନିସ୍ତାନ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣକୁ ନେଇ ଆଫଗାନିସ୍ତାନର ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦ କହିଛନ୍ତି ଯେ ଆଫଗାନିସ୍ତାନ ଏପରି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି ଏବଂ ପୁନରାବୃତ୍ତି କଲେ ଏହାର ଫଳ ଅତ୍ୟନ୍ତ ଭୟଙ୍କର ହେବ ଏବଂ ବାୟୁ ଏବଂ ସ୍ଥଳ ସୀମା ଲୋକଙ୍କର ସୁରକ୍ଷା କରିବାକୁ ଆଇନଗତ ଏବଂ ଧାର୍ମିକ ଅଧିକାର ରଖିଛି ଏବଂ ଉପଯୁକ୍ତ ସମୟ ଆସିଲେ ଏହାର ଜବାବ ଦିଆଯିବ ବୋଲି ଆଫଗାନିସ୍ତାନ ପକ୍ଷରୁ ସୂଚନା ମିଳିଛି। ଆପଣଙ୍କୁ ଆମ ଖବର ଗୁଡ଼ିକ ପସନ୍ଦ ଆସୁଥାଏ ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବାକୁ ଅନୁରୋଧ ରହିଲା।